କଞ୍ଚା ମାଛ ବେସର। ଉପକରଣ: ଇଲିଶି ମାଛ 5ରୁ 6 ଖଣ୍ଡ ବା ମୋଟା ପୋହଳା ମାଛ 10ଟି, ସୋରିଷ ବଟା 5ରୁ 6 ଚାମଚ, କିଛି ରସୁଣ, 2ଟି କଞ୍ଚାଲଙ୍କା ଓ ଚାମଚ ଜିରା ମିଶାଇ ବଟା ହେବ। 2 ଫାଳ ହୋଇଥିବା 4ଟି କଞ୍ଚାଲଙ୍କା, ଅଧା କପ୍ ସୋରିଷ ତେଲ, ଅଧା କପ୍ ଖଟା ଦହି, ଧନିଆ ପତ୍ର, ଲୁଣ, ହଳଦୀ ଗୁଣ୍ଡ ଆବଶ୍ୟକ ଅନୁଯାୟୀ। ଯେଉଁମାନେ ଅଧିକ ଖଟା ପସନ୍ଦ କରନ୍ତି ସେମାନେ 2 ଖଣ୍ଡ ଆମ୍ବୁଲ କିମ୍ବା ଫାଳେ ଲେମ୍ବୁ ବ୍ୟବହାର କରିପାରନ୍ତି। ପ୍ରଣାଳୀ: ମାଛକୁ ଭଲ ଭାବରେ ଧୋଇ ପରିଷ୍କାର କରି ଲୁଣ ହଳଦୀ ଗୋଳାନ୍ତୁ। ସୋରିଷ ବଟାରେ ଦହି, ତେଲ, ଲୁଣ, ଲଙ୍କା ମିଶାଇ ମାଛରେ ଭଲ ଭାବରେ ମିଶାନ୍ତୁ। ଏହି ମିଶ୍ରଣକୁ ଗୋଟିଏ ମୋଟା ଫନ୍ଦ ଥିବା କଡ଼େଇରେ ବା ଡେକ୍ଚିରେ ଘୋଡ଼ଣି ଦେଇ ଚୁଲିରେ ବସାନ୍ତୁ। ଏହାକୁ ଅଳ୍ପ ଆଞ୍ଚରେ ରାନ୍ଧିବେ। ମଝିରେ ମଝିରେ ମାଛକୁ ଏପଟ ସେପଟ କରୁଥିବେ। ପାଣି ମରି ମାଛ ସିଝିଗଲେ ତେଲ ଉପରକୁ ବାହାରିଲେ ଜାଣିବେ ମାଛ ପ୍ରସ୍ତୁତ ହୋଇଗଲା। ତରକାରୀ ଉପରେ ଧନିଆ ପତ୍ର ସଜାଇ ପରିବେଷଣ କରନ୍ତୁ। ଅନ୍ୟ ମାଛ ଅପେକ୍ଷା ଇଲିଶି ଓ ପୋହଳା ମାଛରେ ଅଧିକ ଏହା ସୁସ୍ୱାଦୁ ଲାଗେ। ହୋଇଗଲା କଞ୍ଚା ମାଛ ବେସର।